ଆପଣ କେବେ ପଇସାରେ ରଥ ଦେଖିଛନ୍ତି? ଦେଖି ନାହାନ୍ତି ନା? ଆଜି ଆସ ଦେଖଉଛି। ତ ସନ୍ଧ୍ୟା ବେଳେ ଆଜି ଆମେ ସମସ୍ତେ ରେଡି ହେଇକି ଚାଲି ଯାଇଥିଲୁ ମେଳାକୁ। ଆଉ ମେଳାର ଫାର୍ଷ୍ଟ ଗେଟ୍ ଡେକୋରେସନ ଲାଜବାବ ହେଇଥିଲା। ସୋ ଆଇ ଲାଇକ୍ ଦିସ୍ ଡେକୋରେସନ। ବଟ୍ ମେଳାରେ ଏଣ୍ଟ୍ରି କରିଛୁ କି ନାହିଁ କଣ୍ଢେଇ ତାର ଚଢିଗଲାଣି ମିକି ମାଉସ। ସେ ତ ଉପରକୁ ଚଢି ପାରୁନି, ଯଦି ବି ଚଢିଲା ସେ ଟିକେ ଲୁଚିକି ରହିଗଲା ଆଉ ତଳକୁ ଆସିଲା। ଆଉ ଯେପଟେ ସେ ଚଢିଥିଲା ପୁଣି ସେଇପଟେ ଦେଇକି ତଳକୁ ଆସିଲା। ତାପରେ ଆମ ମିକି ମାଉସ ଚାମ୍ପିୟନ ଯାଇକି ତାକୁ ଟିକେ ସହଯୋଗ କଲାରୁ ସେ ଭଲସେ ଖେଳି ପାରିଲା। ତାପରେ ଆମେ ଯାଇଥିଲୁ ମେଳାରେ ବୁଲି ବୁଲି ରଥ ଦେଖିବା ପାଇଁ। ଆଉ ରଥ ଗୁଡା ବହୁତ ବଢିଆ ବଢିଆ ହେଇଥିଲା। ଟିକେ କମେଣ୍ଟ କହିବେ ତି ରଥ ଗୁଡା କେମିତି ସବୁ ହେଇଥିଲା। ତାପରେ ସେଇ ରଥ ଦେଖୁ ଦେଖୁ ମୋର ନଜର ପଡିଗଲା ଗୋଟେ ରଥ ଉପରେ, ଯୋଉଟା କି ଫୁଲ ପଇସାରେ ହେଇଥିଲା। 50 ଟଙ୍କିଆ 20 ଟଙ୍କିଆ ନୋଟ। ଆଉ ଗୋଟେ ରଥ ହେଇଥିଲା ଫୁଲ ପନିପରିବାରେ, କୁନ୍ଦୁରି, ଆଳୁ, ଟମାଟୋ, ଭେଣ୍ଡି, ମୟୂରପାଲକ। ଆଉ ଗୋଟେ ରଥ ନଡିଆ ଭିତରେ ହେଇଥିଲା। ତାପରେ ସବୁ ରଥକୁ ଦେଖି ସାରିଲା ପରେ ଆମେ ସମସ୍ତେ ଯାଇଥିଲୁ ସପିଂ କରିବା ପାଇଁ। ମାନେ ସେଇ 5 ଟଙ୍କିଆ 10 ଟଙ୍କିଆ ହୋଲସେଲ, ଆଉ କିଛି ନାହିଁ। ଗୋଟେ ମେଳାରେ ମୁଁ ଦେଖିଥିଲି ବ୍ଲାକ ସାପ, କିନ୍ତୁ ଏଠି ଅଛି ଗ୍ରୀନ ସାପ, ଆଉ ତାର ଫାଙ୍କେ ପେଟ ନାହିଁ। ତାପରେ ସବୁ କିଣା କିଣି ସରିଲା ପରେ, ବୁଲାବୁଲି ସରିଲା ପରେ ଆସିକି ଆମେ ଗୋଟେ ପ୍ଲେଟ ଲେଖାଏଁ ପୁଚକା ଖାଇଦେଇଛୁ। ତାପରେ ମୁଁ ଆଉ ମୋ ଭାଇ ମାନେ ଗୋଟେ ଗୋଟେ ଆଇସ୍କ୍ରିମ କିଣିକି ଖାଇଦେଇଛୁ। ତାପରେ ମୋ ମାମୁଁ ଆଉ ଗୋଟେ କିଣିକି ଦେଲେ, ସେଟାକୁ ଖାଇଦେଲି। ମେଳାରେ ଗୋଟେ ଫଟୋ ଷ୍ଟାଣ୍ଡ ହେଇଥିଲା, ସେଠି ଫଟୋ ଉଠେଇ ଘରକୁ ପଳେଇ ଆସିଲି। ଘର ଆସିକି ଶୋଇଛି ଅନ୍ଧାର ଦୁଷୁ ନାହିଁ ଘର ହେଇନ।